এই কମ୍ପ୍ଲିମେଣ୍ଟସ୍ ମୋତେ ବହୁତ ବଡ଼ ମାନେ ଖୋରାକ ଯୋଗାଇବ ଆଗକୁ ଯିବା ପାଇଁ। ମୁଁ ସେଇ କବି ଭଉଣୀକି ଧନ୍ୟବାଦ ଦେବି ଯାହା ଫଳରେ ଶିଶୁ ଥିଲା ଏବଂ ସେ ଶିଶୁକୁ ଧରିକି କବିତା ଆବୃତ୍ତି କଲେ ଶିଶୁ ସେଇଠି କାନ୍ଦୁଥିଲା ଏବଂ ତାଙ୍କ କବିତା ଆହୁରି ସେତେ ହୃଦୟସ୍ପର୍ଶୀ ହେଉଥିଲା ଆମକୁ। ଆଉ ମଧ୍ୟ ଆମ ସନ୍ତୋଷ ସାର୍ଙ୍କୁ ଧନ୍ୟବାଦ ଦେବି, ତାଙ୍କ କବିତାର ଶେଷ ପଂକ୍ତି ଥିଲା ଯିଏ ଆସିଛି ମାଲକାନଗିରିକି ଆଉ ଚାହିଁନାହିଁ ଫେରିବାକୁ ଚାହିଁନାହିଁ ଯିବାକୁ ଚାହିଁନାହିଁ ବୋଲି ଯେଉଁ କବିତା ପଂକ୍ତିର ଶେଷ ପଂକ୍ତି ଥିଲା। ଧନ୍ୟବାଦ ସାର୍, ଅତି ସୁନ୍ଦର କବିତା, ସରଳ ଥିଲା କିନ୍ତୁ ହୃଦୟସ୍ପର୍ଶୀ। ଆଉ ମୋ କବିତାର ଶୀର୍ଷକ ଅନ୍ତିମ ଲକ୍ଷ୍ୟ। ମୁଁ ତ ମରିବି, ଆମେ ତ ମରିବା, ଦିନେ ସମସ୍ତେ ମରିବା। ମରିବାଟା ଶେଷ କଥା, ଯଦି ଲଢ଼ିବାକୁ କାହିଁକି ଡରିବା? ସତ କହିବାକୁ ମନରେ ସାହସ, ସତ କହିବାକୁ ମନରେ ସାହସ, ନିର୍ଭୀକତା ଭରି ମୁଖେ ହୃଦୟକୁ କଲେ ପଥର ଚଟାଣ, ସୁଖ ମିଳିଥାଏ ଦୁଃଖେ। ବଞ୍ଚୁ ବଞ୍ଚୁ ମରିବାକୁ କିଏ ଅବା, ବଞ୍ଚୁ ବଞ୍ଚୁ ମରିବାକୁ କିଏ ଅବା କରିପାରେ ତୁଚ୍ଛା ନିମନ୍ତ୍ରଣ। ଅସନ୍ତୁଳିତ ପରିବେଶ ଯଦି ହେଲା ଗଛ କିମ୍ବା ନହେବ। ଲକ୍ଷେ ଟଙ୍କା ଦେଇ ସିନା କିଣି ହେବ, ଲକ୍ଷେ ଟଙ୍କା ଦେଇ ସିନା କିଣି ହେବ ସୁନା ଫୁଲ ରୂପାର ଫୁଲକୁ। ମୃତ୍ୟୁ ପରେ ମିଳିବେନି ପିତାମାତା ସୁମରି ଝୁଲୁଥିବା ତାଙ୍କରି ସ୍ମୃତିକୁ। ତୁମେ ବି ଥିବ ମୁଁ ବି ଥିବି, ତୁମେ ବି ଥିବ ମୁଁ ବି ଥିବି, ଜଳୁଥିବେ ଇନ୍ଦ୍ର ବରଷାକୁ ଛିଞ୍ଚି, ଭରୁଥିବେ ସୂର୍ଯ୍ୟ ଯୁଗ ସାରା ଶୋଷ ଆକାଶରୁ ଆଲୋକକୁ ବିଞ୍ଚି। ଧର୍ମପଥ କର୍ମପଥ ଶାନ୍ତିପଥ, ଧର୍ମପଥ କର୍ମପଥ ଶାନ୍ତିପଥ, ପଥ ସାରା ଖାଲି ଅଛି କଣ୍ଟା। ଛୁଇଁବାଟା ଶେଷ କଥା ଯଦି ନିରନ୍ତର ଚାଲିବାକୁ ନ କରିବା କୁଣ୍ଠା। ଦୁଃଖ ଗୀତ ସୁଖ ଗୀତ, ଦୁଃଖ ଗୀତ ସୁଖ ଗୀତ ବହୁଛି ଗୀତରେ ଉଜାଣି ଯମୁନା। ଗୀତ ଯଦି ଗାଇବାକୁ ହେବ ନ ଶୁଣିବା କାହାର କୁମ୍ଭୀର କାନ୍ନା। ଗାଇ ଚାଲ କୁଳୁ କୁଳୁ ହୋଇ, ଗାଇ ଚାଲ କୁଳୁ କୁଳୁ ହୋଇ, ଝରି ପଡୁ ମଧୁର ମୂର୍ଚ୍ଛନା। ହୋଇପାରେ ଗଭୀର ଉଚ୍ଛ୍ୱାସ ଅବା ଦୂରବିସନ୍ଧି ଅନ୍ତିମ ଯୋଜନା। ତୁମେ ବି ଥିବ ସେଠି ମୁଁ ବି ଥିବି, ତୁମେ ବି ଥିବ ସେଠି ମୁଁ ବି ଥିବି, ଥିବ ସୂତ୍ରର ସେ ମହାନ କ୍ଷୟଟି। ଲକ୍ଷ୍ୟର ମହାନ ଉଦ୍ଦେଶ୍ୟ ପାଇଁ ସିଧା ହୋଇ ସଳଖିବା ଆପଣାର ମୁଠି। ଲକ୍ଷ୍ୟର ମହାନ ଉଦ୍ଦେଶ୍ୟ ପାଇଁ ସିଧା ହୋଇ ସଳଖିବା ଆପଣାର ମୁଠି। ଧନ୍ୟବାଦ, ଜୟ ଜଗନ୍ନାଥ।